7 ବର୍ଷର ଶିଶୁ ନିଖୋଜ ଥାନାରେ ଅଭିଯୋଗ। 7 ବର୍ଷର ଶିଶୁ ନିଖୋଜ ଥାନାରେ ଅଭିଯୋଗ। ସନ୍ଦେହରେ ପୋଖରୀରେ ପଶି ଖୋଜିଲେ ଅଗ୍ନିଶମ ବାହିନୀ। ସୂଚନା ମତେ ଗତକାଲି ସନ୍ଧ୍ୟା ସମୟରୁ କଣ୍ଟାମାଲ ଥାନା ଲମ୍ବେଶ୍ୱରୀ ଗ୍ରାମର ବରିଷ୍ଠ ଦେହୁରୀଙ୍କ 7 ବର୍ଷୀୟ ପୁଅ ବିଶ୍ୱରାଜ ଦେହୁରୀ ଗତକାଲି ସନ୍ଧ୍ୟା ସମୟରୁ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ। ବହୁତ ଖୋଜାଖୋଜି କଲା ପରେ ବି ପାଇନଥିଲେ। ଫଳରେ ପରିବାର ଲୋକେ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରି ସନ୍ଧ୍ୟା ସମୟରେ କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। କଣ୍ଟାମାଳ ଅଗ୍ନିଶମ ବିଭାଗ ଖବର ପାଇ ଲମ୍ବସରୀ ଗାଁରେ ପହଞ୍ଚି ବହୁତ ସମୟ ପର୍ଯ୍ୟନ୍ତ ପୋଖରୀରେ ଖୋଜାଖୋଜି କରିଥିଲେ। ସୋମବାର ଦିନ ଅଧିକ ରାତ୍ରି ହୋଇଯିବାରୁ ପୁଣି ମଙ୍ଗଳବାର ଦିନ ସକାଳୁ ଅଗ୍ନିଶମ ବିଭାଗ ଆଉ ଥରେ ଖୋଜାଖୋଜି କରିଥିଲେ, ହେଲେ ନିଖୋଜ ଶିଶୁଟିକୁ ପାଇନଥିଲେ। ଏନେଇ କଣ୍ଟାମାଳ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯଦି ନିଖୋଜ ଶିଶୁଟିକୁ କିଏ ଯଦି କେଉଁଠି ଦେଖନ୍ତି ତାହେଲେ ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷଣ୍ଢଙ୍କ ରିପୋର୍ଟ, ଓଡ଼ିଶା ସମସ୍ୟା ନ୍ୟୁଜ୍।